ଆଜିର ବିଷୟବସ୍ତୁ ହେଉଛି ମନ୍ତ୍ର ଶକ୍ତି ସହିତ ମୃତ୍ୟୁରୁ ଫେରି ଆସିଥିବା ଲୋକ। ଚିକିତ୍ସକ ମଧ୍ୟ ଆଶ୍ଚର୍ଯ୍ୟ। ଏଠି ମୃତ୍ୟୁ ଆସିଲେ ବି ମଣିଷ ଜୀଇ ଉଠିଛି। ଯେତେବେଳେ ଏମିତି ହୁଏ, ଯାହାର ବି ଜୀବନରେ ପ୍ରକୃତରେ ତାର ଜୀବନରେ ପାଏ ଆଉ ଏକ ନୂଆ ଜୀବନ। ଆଜି ଆମେ ଏମିତି ଏକ ବିସ୍ମୟ ଘଟଣା ଆପଣଙ୍କୁ କହିବାକୁ ଯାଉଛୁ, ଯେଉଁଠାରେ ଏକ ବିଶିଷ୍ଟ ଲୋକ ମୃତ୍ୟୁ ଘଟିବା ପରେ ବି ପୁଣି ଥରେ ଫେରି ପାଇଛନ୍ତି ତାଙ୍କ ନୂଆ ଜୀବନ, ଆଉ ତା ବି ଚିକିତ୍ସକଙ୍କ ଆଖି ଆଗରେ। ନ ଦେଖିଲେ ବିଶ୍ୱାସ ହେବନି, କିନ୍ତୁ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ରଖୁଥିବା ସେହି ପ୍ରିୟଜନମାନେ ଏ କଥାକୁ ନିଶ୍ଚୟ ବିଶ୍ୱାସ କରିବେ। କାରଣ ଏମିତି ଅନେକ ଉଦାହରଣ ଆମମାନଙ୍କ ବାସ୍ତବ ଜୀବନରେ ଆମେ ଦେଖିବାକୁ ପାଇଛୁ ଆଉ ଶୁଣିବାକୁ ପାଇଛୁ ମଧ୍ୟ, ଯାହା ଆଜି ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ଏଠି ଏକ ଭିନ୍ନ ଲୀଳା ରଚିତ ହୋଇଛି। ତେବେ ବନ୍ଧୁଗଣ, ଆସନ୍ତୁ ଆମେ ସମସ୍ତେ ମିଶି ଆମର ପ୍ରିୟ ପରମଙ୍କ ରାତୁଳ ଶ୍ରୀଚରଣରେ ଭକ୍ତିପୂତ ପ୍ରଣାମ ଜଣାଇ ଆରମ୍ଭ କରିବା ଆଜିର ଏହି ଭାବଭକ୍ତିର ବିଷୟଟି। ପରମ ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ପରମ ଆରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଓ ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ସବୁଦିନ ପରି ଆଜି ବି ଏହି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଥମେ ସ୍ୱାଗତ। ଆସନ୍ତୁ ଆଜିର ଏହି ସୁନ୍ଦର ବିଷୟବସ୍ତୁଟି ଆରମ୍ଭ କରିବା। ମନୁଷ୍ୟ ଯେତେବେଳେ କୌଣସି ପ୍ରକାରର ଅସହନୀୟ ଦୁଃଖ ଦୁର୍ଦ୍ଦଶାରେ ସମ୍ମୁଖୀନ ହୁଏ, କୌଣସି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହେବାର ଆଶା କ୍ଷୀଣ ବୋଲି ମନେ କରେ ବା କୌଣସି କଠିନ ସମସ୍ୟାର ସମାଧାନ କରିବାରେ ଅକ୍ଷମ ହୁଏ, ସେତେବେଳେ ତାର ଅନ୍ତରରୁ ସ୍ୱତଃ ଉଚ୍ଚାରିତ ହୁଏ, ହେ ଭଗବାନ, ତୁମେ ହିଁ ଏ ପରିସ୍ଥିତିରେ ମୋର ରକ୍ଷାକର୍ତ୍ତା ଏକମାତ୍ର, ଆଉ ତୁମ ଛଡ଼ା କେହି ନାହିଁ, ମୋତେ ବଞ୍ଚାଅ। ଯେଉଁମାନେ ଦୀକ୍ଷିତ, ଯିଏ ସଦ୍ଗୁରୁଙ୍କର ଚରଣାଶ୍ରିତ, ତାଙ୍କ ଅସ୍ତ୍ର ହେଉଛି ସେଇ ସଦ୍ଗୁରୁ ପ୍ରଦତ୍ତ ସତମନ୍ତ୍ର। ଏହି ମନ୍ତ୍ର ଶକ୍ତିରେ ସେମାନେ ମୃତ୍ୟୁକୁ ବିଜୟ କରିପାରନ୍ତି। ଜଣେ କବିଙ୍କ ଭାଷାରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ସତମନ୍ତ୍ର ଯେ ବିରାଟ ସାଧନା, ବିଶ୍ୱେ ଦେଇଛ ଭିତରି, ମରଣ ଯେ ଆତଙ୍କିତ ଏଠି, ନାମେ ପୁରିଅଛ ହୃଦୟ ସବୁରି। ଘଟଣାଟା ଏହିପରି। ଜଣେ ଭାଇଙ୍କର ଦିଲ୍ଲୀରେ ଏକ ବଡ଼ ହସ୍ପିଟାଲରେ ଚିକିତ୍ସା କରାଯାଉଛି, କାରଣ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା, ଆଉ ସେ ନେଇ ଶରୀର ଆହୁରି ଖରାପ ଆଡ଼ିକି ତାଙ୍କର ଗତି କରୁଥାଏ। ଡାକ୍ତରମାନଙ୍କ ମତରେ ସେ ଆଉ ଅଧିକ ଦିନ ବଞ୍ଚି ରହିବେନି। ସତକୁ ସତ ଦିନେ ଡାକ୍ତରବାବୁ ତାଙ୍କୁ ମୃତ ଘୋଷଣା କରିଦେଲେ, କାରଣ ଇସିଜି ରିପୋର୍ଟରେ ସିଧା ରେଖା ଦେଖାଯାଉଥିଲା, ଆଉ ପଲ୍ସ ବି ଚାଲୁନଥିଲା, କି ବ୍ରେନ୍ର ଆକ୍ଟିଭିଟି ବି ଶୂନ୍ୟ ହୋଇଯାଇଥିଲା। ଏହା ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ି କାନ୍ଦି କାନ୍ଦି ବିଳାପ କରୁଥିଲେ। କିନ୍ତୁ ତାଙ୍କ ଜୀବନରେ ଏକ ଅଲୌକିକ ଘଟଣା ସବୁ ଘଟିଗଲା। ଯେତିକି ଆଖିକୁ ବିଶ୍ୱାସ ଲାଗୁନି, ସେତିକି କାନକୁ ନ ଶୁଣିଲା ପରି। ଯେପରି ବୋଧ ଥିଲେ ବୁଦ୍ଧି ଆସେ, ଆଉ ଜ୍ଞାନ ଥିଲେ ବିଜ୍ଞାନ, ଠିକ୍ ସେହିପରି ଦୀକ୍ଷା ଥିଲେ ଆସେ ଜୀବନ। ସେଥିରୁ ହିଁ ଆସେ ଅନୁଭୂତି, ଯାହା ଆଜି ଆମେ ଶୁଣୁଛେ। ଜଣାପଡ଼ିଲା ଯେ ସେ ଦୀର୍ଘ ଦିନ ଧରି
ଏକ ସଦ୍ଗୁରୁଙ୍କ ଦ୍ୱାରା ପାଇଥିବା ସତମନ୍ତ୍ରକୁ ଅହରହ ଉଚ୍ଚାରଣ କରୁଥିଲେ। ମୋର ଦୟାଲ ଶ୍ରୀ ଠାକୁର ବି କହିଥିଲେ, ସେଇଦିନ ସତନାମ ମନନ ଦ୍ୱାରା ଜଗତରେ ଏମିତି କିଛି ଶକ୍ତି ନାହିଁ ଯାହାକି ତୁମକୁ ବିନାଶ କରିପାରିବ। ଅତି ସୁନ୍ଦର ଭାବରେ ଦୀର୍ଘ ଆଶ୍ୱାସନା ବାଣୀ ଦେଇ କହିଥିଲେ, ଜୀବନ ଯେଉଁଠି ଦିଗହରା ହୋଇ କୁପଥରେ ଯାଏ ଧାଇଁ, ତୁମ ସତନାମ ଅମୃତ ସିଞ୍ଚନ ପ୍ରାଣକୁ ଦିଏ ଜଗାଇ। ଖାଲି ସେତିକି ନୁହେଁ ବନ୍ଧୁଗଣ, ମାଳିକାରେ ସ୍ପଷ୍ଟ ଭାବରେ ଲେଖା ଅଛି, ଗୁରୁ ନାମ କର ସାର, ତେବେ ଭବସିନ୍ଧୁ ହୋଇବୁ ପାର। ଲୋ ଯାଇ ଫୁଲ ଏଇ ସତ୍ୟ ବଚନ ମୋହର। ଏହି ଗୁରୁ ଭାଇ ମରଣ କୋଠରୀରୁ ଫେରିଆସିବା ହିଁ ଏହା ସମଗ୍ର ବିଶ୍ୱ ପାଇଁ ଜ୍ୱଳନ୍ତ ପ୍ରମାଣ ଆଜି। ତାପରେ କ'ଣ ଘଟିଛି ଶୁଣନ୍ତୁ। ତାଙ୍କର ମୃତ୍ୟୁ ଘଟିବା ପରେ ମାତ୍ର 3 ମିନିଟ୍ ଭିତରେ ପୁନଃ ତାଙ୍କ ଶରୀର କମ୍ପିବା ଆରମ୍ଭ କରିଦେଲା। ଇସିଜିରେ ପୁଣି ଥରେ ସେଇ ଅସ୍ଥିର ରେଖାମାନ ଦୃଶ୍ୟ ହେଲା। ଆଉ ଡାକ୍ତରମାନେ ଆଶ୍ଚର୍ଯ୍ୟଚକିତ ହୋଇ ତାଙ୍କର ପଲ୍ସ ଦେଖିଲେ ଯେ ପୂର୍ବ ଭଳି ଚାଲୁଛି। ଆରେ ଇଏ କି ଚମତ୍କାର! ଡାକ୍ତର, ନର୍ସ ସମସ୍ତେ ଆଶ୍ଚର୍ଯ୍ୟ। ବାକ୍ଶୂନ୍ୟ ଅବସ୍ଥାରେ କେହି କିଛି କହିପାରୁନାହାନ୍ତି କି ଭାବିପାରୁ ବି ନାହାନ୍ତି। ଏହା ଯେ କିପରି ସମ୍ଭବ ଓ କାହାକୁ ବି କହିଲେ କିଏ ବା ବିଶ୍ୱାସ କରିବ ଏ ବିଜ୍ଞାନ ଯୁଗରେ? ଏହାପରେ ଆହୁରି ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ତାଙ୍କ ମୁହଁରୁ ଆମେ ଶୁଣିଲୁ ଏହି ଅନୁଭବର ଗାଥା। ବହୁତ ଆଶ୍ଚର୍ଯ୍ୟ ଲାଗିଲା। ସେ କହିଲେ, ମୁଁ ଏକ ଅନ୍ଧାର ଗୁମ୍ଫା ଭିତରେ ପଡ଼ିଥିଲି, କିନ୍ତୁ ମୋତେ ମୋ ସତନାମର ଉଚ୍ଚାରଣ ହିଁ ସେଇ ଆଲୋକ ଆଡ଼କୁ ନେଇ ଆସିଲା। ସେଠି ମୋ ଗୁରୁଙ୍କୁ ଦେଖିବାକୁ ପାଇଲି ଓ ତାଙ୍କର କଣ୍ଠ ଧ୍ୱନି ଶୁଣିଲି। ସେ ମୋତେ ଜୋରରେ କହିଲେ, ତୁମର କାମ ଶେଷ ହୋଇନାହିଁ, ଫେରିଯା। ଯେପରି ଲାଗିଲା ଏକ ଅଦୃଶ୍ୟ ଶକ୍ତି ହିଁ ସେଠି କାମ କଲା ଓ ମୁଁ ପୁଣି ଥରେ ପୁନର୍ଜୀବନ ଫେରି ପାଇଲି। ମୋର ଗୁରୁ କହିଥିଲେ ସେଦିନ, ନାମ ଚଳାଇବ ଯେପରି ପଞ୍ଜାବ ମେଲ ପରି, ନାମ କରି କରି ଯେପରି ଅଜପା ହୋଇଯାଅ। ଏହା କିପରି ଜାଣିଛ? ଯଦି ନିଶ୍ୱାସ ପ୍ରଶ୍ୱାସ ହୁଏ ତୁମର 2 ଥର, ତେବେ ନାମ କରିବ 4 ଥର, 6 ଥର, 8 ଥର ଆଉ 10 ଥର। ନାମମୟ ହୋଇ ଉଠିବ। ସେତେବେଳେ ପ୍ରକୃତି ତୁମକୁ ସାହାଯ୍ୟ କରିବ ହିଁ କରିବ। ସେହିପରି ନାମ କରିଲେ ଯାଇ ଆୟୁର ବୃଦ୍ଧି ହୁଏ। ନାମ ସଙ୍ଗେ ସଙ୍ଗେ ଆୟୁର ବଳ ବଢ଼ିଯାଏ। ଅନବରତ ନାମ କରିବ। ଦେଖ, ପାଗଳ ହୋଇ ନାମ କର ଦେଖି। ନାମ କରିଲେ କିଛି ରହେ ନା ରେ। ମନରେ ଚିନ୍ତା କ'ଣ? ମନକୁ ଏକ ଜାଗାରେ ସ୍ଥିର ରଖି ନାମ କରିପାରିଲେ ସେଇ ମନ ଦେଇ ସବୁ ହେବ। ଆଚ୍ଛା କହିଲେ ବନ୍ଧୁଗଣ, ମୃତ୍ୟୁ ରେଖାକୁ ଛୁଇଁ ପୁଣି ଫେରିଆସି ସେଇ ଲୋକ ଯଦି କୁହେ ଏଇ ସତମନ୍ତ୍ର ହିଁ ମୋତେ ବଞ୍ଚାଇ ଦେଲା, ତେବେ ଆମ ପାଇଁ ଏହା ଏକ ଅଦ୍ଭୁତ ଶିକ୍ଷା ନୁହେଁ କି? ତେବେ ଆସନ୍ତୁ ଏହି ସତମନ୍ତ୍ରକୁ ଆଉ ଟିକେ ବିସ୍ତାରରେ ଜାଣିବା, ବୁଝିବା। ଏଇ ଯେ ସତମନ୍ତ୍ରର କଥା ଆମେ ସମସ୍ତେ ଶୁଣୁ, କିନ୍ତୁ ଅଙ୍ଗେ ନ ଲିଭାଇଲେ ତାହା ହୃଦୟଙ୍ଗମ କରି ହୁଏ ନା। ଜୀବଦଶାରେ ଗୁରୁ ଗ୍ରହଣ, ବିଶେଷତଃ ଶ୍ରୀ ଠାକୁରଙ୍କୁ ଇଷ୍ଟ ରୂପେ ଗ୍ରହଣ କରିବା ଉଚିତ। ତାଙ୍କର କୃପା ଖାଲି ଯେ ଇହଲୋକରେ ପାଇ ହୁଏ ତା ନୁହେଁ, ବରଂ ପରଲୋକରେ ମଧ୍ୟ ସେ ଆମ ସହିତ ରୁହନ୍ତି। ମୃତ୍ୟୁ ପରେ ତାଙ୍କ ପ୍ରତି ନିଷ୍ଠା ଓ ତାଙ୍କର କୃପା ହିଁ ଆମକୁ ଅନ୍ଧାରରୁ ଆଲୋକକୁ ନେଇ ଆସେ। ଆଉ ଏହା ପାଇବାକୁ ହେଲେ ଆମକୁ ଇହଲୋକରେ ମାନେ ଶାରୀରିକ ବର୍ତ୍ତମାନରେ ତାଙ୍କ ପ୍ରତି ଅକାଟ୍ୟ ନିଷ୍ଠା, ଅଟୁଟ ଶ୍ରଦ୍ଧା ଓ ସକ୍ରିୟ ଭକ୍ତି ନେଇ ଚାଲିବାକୁ ହେବ। ନିଜର ଜୀବନ ଇଷ୍ଟାର୍ଥରେ ସମ୍ପୂର୍ଣ୍ଣ ସମର୍ପିତ କରି ଚାଲିବାକୁ ହେବ। ତେବେ ଯାଇ ଏହି ପରମ ପଦ ବା ଅମୃତ ଲୋକ ପ୍ରାପ୍ତ କରିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ତାର ଜନ୍ମ ଜନ୍ମାନ୍ତରର କର୍ମ ଅନୁଯାୟୀ ଫଳ ପ୍ରାପ୍ତ କରେ। ସେହି ତତ୍ତ୍ୱ ଭିତ୍ତିରେ ଆୟୁଷ ମଧ୍ୟ ନିର୍ଦ୍ଧାରିତ ହୁଏ। ଇହଲୋକରେ ଶାରୀରିକ ଜୀବଦଶାରେ ଯେତିକି ଦିନ ରହିବା କଥା ସେତିକି ଦିନ ସେ ରୁହେ। ଏହା ତାର ପୂର୍ବ କର୍ମ ଫଳ ଅନୁଯାୟୀ ନିର୍ଦ୍ଧାରିତ କରାହୁଏ।
ବୋଧହୁଏ ଏଇ ଭାଇଙ୍କର ଇହଲୋକରେ ଆଉ କିଛି ଦିନ ରହିବାର ଥିଲା, କିନ୍ତୁ ତାଙ୍କର ଶରୀରର ଅକ୍ଷମତା ଯୋଗୁଁ ତାଙ୍କୁ ଅକାଳ ବିୟୋଗରେ ମୃତ୍ୟୁ ଗ୍ରାସ କରି ବସିଥିଲା। ଯାହା ସଦ୍ଗୁରୁଙ୍କ କୃପାରୁ ଆଜି ତାଙ୍କର ଶତମନ୍ତ୍ରର ପ୍ରଭାବରୁ ସକଳ ଅନିଷ୍ଟ ଘୁଞ୍ଚି ଯାଇ ତାଙ୍କର ଜୀବନରେ ଆଉ ଏକ ନୂଆ ଜୀବନ ଫେରି ପାଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଏକ ନୂତନ ଶିକ୍ଷା, ନୂତନ ଭିନ୍ନ ଏକ ଲୀଳା ରଚିତ ହେଲା ସେଠାରେ। ମନେ ପଡ଼େ ଶ୍ରୀ ଶ୍ରୀ ଠାକୁରଙ୍କର ସେହି ଅମୋଘ ନିର୍ଦ୍ଦେଶ। ସେଦିନ ସେ କହିଥିଲେ, ଏଇ ବୀଜମନ୍ତ୍ର ହେଉଛି ସତ ନାମ, ରକ୍ଷା କବଚ। ଦିନକର କଥା, ଶ୍ରୀ କିରଣଚନ୍ଦ୍ର ବନ୍ଦୋପାଧ୍ୟାୟ, ଯିଏକି ଇଚ୍ଛାପୁର ରାଇଫେଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ, ଆଉ ସେ ଥିଲେ ଜଣେ ଋତିକ ମହୋଦୟ। 1965 ମସିହାର କଥା, ଯେତେବେଳେ ଭାରତ ପାକିସ୍ତାନ ଯୁଦ୍ଧ ବେଳେ କିପରି ଏହି ରାଇଫେଲ ଫ୍ୟାକ୍ଟ୍ରିକୁ ଲକ୍ଷ୍ୟ କରି ପକାଯାଇଥିବା ବୋମା ସବୁ ଲକ୍ଷ୍ୟଭ୍ରଷ୍ଟ ହୋଇ ବ୍ୟାରାକପୁରରେ ପଡ଼ିଥିଲା। ଏହି ଘଟଣାକୁ ନେଇ କିରଣଦା କହିଦେଲେ, ଠାକୁର, ଏଥର ତ ସେଠି ବୋମା ପଡ଼ିଥିଲେ ଆମେ ସମସ୍ତେ ହିଁ ମରିଯାଇଥାନ୍ତୁ। ଏହା ଶୁଣି ଶ୍ରୀ ଠାକୁର ଅଭୟବାଣୀ ଉଚ୍ଚାରଣ କରି କହିଥିଲେ, ବୋମା ପଡ଼ିଲେ ବି ତୋର କିଛି ହୋଇନଥାନ୍ତା, ନାମ ତ ସାଙ୍ଗରେ ଥିଲା। ଇଏ କି ଭୀଷଣ କଥା! ଏ କି ଅମୋଘ ଶକ୍ତି! ନାମର ଶକ୍ତି ବୋମାର କାର୍ଯ୍ୟକାରିଣୀ ଶକ୍ତି ପର୍ଯ୍ୟନ୍ତ ଯେ ବିନଷ୍ଟ କରିଦେଇପାରେ, ଇଏ ତ ଅସମ୍ଭବକୁ ସମ୍ଭବ କରିଦେଇପାରେ। ସତରେ ଠାକୁରଙ୍କର ସେହି ସତନାମକୁ ନେଇ ଏଇ ଯେ ଅମୋଘ ନିର୍ଦ୍ଦେଶ, ଆଜି ବି ତନୁ ମନରେ ଶିହରଣ ଜାଗି ଉଠେ। ଆଜି ବି ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଦିନେ କହି ଉଠିଲେ, ମୁଁ କହୁଛି, କେତେବେଳେ ମଧ୍ୟ ଆପଣମାନେ ଗୋଟିଏ ଥର ମାତ୍ର 48 ଘଣ୍ଟା ପାଇଁ ମନଟାକୁ ଏକାଗ୍ର ଚିତ୍ତରେ ଲୟ ରଖି, ସ୍ଥିର ରଖି ବର୍ତ୍ତମାନଠାରୁ ଅବିରାମ ନାମ କରି ଚାଲନ୍ତୁ ତ, ଦେଖିବେ ଏମିତି ହିଁ ପରିବର୍ତ୍ତନ ତୁମ ଭିତରେ ଆସିବ। ଆପଣ ସେତେବେଳେ ନାମର ଅପାର ଶକ୍ତିକୁ ଅନୁଭବ କରିପାରିବେ। ବନ୍ଧୁଗଣ, ଏହି ସତମନ୍ତ୍ର କୌଣସି ଏକ ସାଧାରଣ ମନ୍ତ୍ର ନୁହେଁ। ଏହା ଯାହା ତାଠାରୁ ବି ଆଣିହେବ। କେବଳ ଜନ୍ମରୁ ସିଦ୍ଧ ସଦ୍ଗୁରୁଙ୍କ ପ୍ରଦତ୍ତ ସତମନ୍ତ୍ର ହିଁ ସବୁ ଅସମ୍ଭବକୁ ସମ୍ଭବ କରିଦେଇପାରେ। ସଦ୍ଗୁରୁଙ୍କ ଆଶୀର୍ବାଦ, ତାଙ୍କ କୃପାରୁ ପାଇଥିବା ସତନାମ ଜୀବନରେ ଅନେକ ବାଧାବିଘ୍ନକୁ ଏଡ଼ାଇ ଏପରିକି ଆସନ୍ନ ମୃତ୍ୟୁକୁ ବି ପରାସ୍ତ କରିଦେଇପାରେ, ଯାହା ଆପଣ କେବେ ବି ନିଜେ ଅନୁଭବ ନ କଲେ ବିଶ୍ୱାସ କରିପାରିବେ ନାହିଁ। ଖାଲି ସେତିକି ନୁହେଁ, ଏମିତି ଅନେକ ଉଦାହରଣ ଅଛି ଯେଉଁମାନେ ଅତି ଭୟଙ୍କରରୁ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇପାରିଛନ୍ତି, କେବଳ ତାଙ୍କର ଗୁରୁଙ୍କ ଆଶୀର୍ବାଦ ପାଇଁ। ଅନେକ ଭକ୍ତ ଅଛନ୍ତି ଆଜି ବି ବଞ୍ଚି ରହିଛନ୍ତି ସେହି ସତନାମର ଭଜନ ଫଳରେ। ଏମିତି ଗୁରୁଙ୍କର ଶିଷ୍ୟ ଅଛନ୍ତି ଯାହାଙ୍କର ଜୀବନରେ ଅନେକ ପରିବର୍ତ୍ତନ ହୋଇପାରିଛି। ତୁଳସୀ ରାମାୟଣରେ ଲେଖା ଅଛି, ମାତ୍ର କଳିରେ ଯେ ବିଶେଷ, ନାମର ପ୍ରଭାବ ଅଶେଷ। କଳିରେ ନାମ ସାର ହୋଇ ତା ବିନୁ ଅନ୍ୟ ଗତି ନାହିଁ। ଆର୍ତ ଭକ୍ତ ସଙ୍କଟେ ଥାଇ ଯେବେ ସେ ନାମକୁ ଜପଇ, ସର୍ବ ସଙ୍କଟ ଦୂର ହୋଇ ସୁଖ ଯେ ତାଙ୍କୁ ମିଳିଥାଏ। ଯଦି ପୁରାଣ ବିଚାରକୁ ଯିବା, ବୈଦିକ ଶାସ୍ତ୍ର ଅନୁଯାୟୀ ମନ୍ତ୍ର ହେଉଛି ଏକ ଶବ୍ଦର ଶକ୍ତି। ବ୍ରହ୍ମାଣ୍ଡରେ ସବୁଠାରୁ ପ୍ରଥମ ଜିନିଷ କ'ଣ? ତାହା ହେଉଛି ଏହି ଧ୍ୱନିର ଶବ୍ଦ, ଓଁକାର। ଯେଉଁ ଆତ୍ମା ମନ୍ତ୍ର ଉଚ୍ଚାରଣରେ ବିଶ୍ୱାସ କରେ, ସେ ମୃତ୍ୟୁ କାଳରେ ମଧ୍ୟ ଏହି ଧ୍ୱନି ଦ୍ୱାରା ସୁରକ୍ଷିତ ଥାଏ। ଆଉ ଯଦି ଚିକିତ୍ସା ପ୍ରଣାଳୀକୁ ଯିବା, ତାହେଲେ ରୋଗୀ ସଂକୀର୍ଣ୍ଣ ଓ ଦୁର୍ବଳ ସମୟରେ ତାର ମନରେ ଆତ୍ମବଳ, ଶକ୍ତି, ସାହସ ଥିଲେ ଯାଇ ଶରୀର ଚମତ୍କାର ଭାବେ ଆରୋଗ୍ୟ ଲାଭ କରେ, ଏହା ବି ସତ। ଆଉ ଏହି ସତମନ୍ତ୍ର ମାନସିକ ଶକ୍ତିକୁ ତୀବ୍ର କରିଥାଏ। ଏହି ସତନାମ ଏକ ଏପରି ଶକ୍ତି, ଯାହା ଯେଉଁ ଶରଣାର୍ଥିତ ଭକ୍ତି ଓ ଶ୍ରଦ୍ଧାର ସହିତ ନିତ୍ୟ ଅଭ୍ୟାସରେ ଧାରଣ କରେ, ତାର ଅପାର ଫଳ ସେ ପାଏ। ଜୀବନ ଓ ମୃତ୍ୟୁରେ ମଧ୍ୟ ଏହା ଏକ ଅଦୃଶ୍ୟ ଶକ୍ତି ହୋଇ କାମ କରେ।
ମୃତ୍ୟୁର ଚରଣ ସ୍ପର୍ଶ କରି ଫେରି ଆସିଥିବା ଲୋକ ଯଦି କୁହେ ଯେ ଏହି ସତମନ୍ତ୍ର ହିଁ ମୋତେ ବଞ୍ଚାଇ ଦେଲା, ତେବେ ଆଉ ଆମ ପାଇଁ ଅମୂଲ୍ୟ ଶିକ୍ଷା କ'ଣ ହୋଇପାରେ? ତେବେ ବନ୍ଧୁଗଣ, ଏହି କାହାଣୀ କେବଳ ଏକ ଚମତ୍କାର ନୁହେଁ, ଏହା ଏକ ସତ୍ୟ ଘଟଣାଟିଏ। ବରଂ ଏହା ଏକ ଭକ୍ତି ଓ ଶ୍ରଦ୍ଧାର ଆଉ ସତମନ୍ତ୍ରର ବିଜୟର ବାର୍ତ୍ତା। ତେଣୁ ଆସନ୍ତୁ ଏହି ଆସନ୍ନ ବିପଦକୁ ଲକ୍ଷ୍ୟ କରି ଜୀବନଯାତ୍ରାରେ ଯେତେ ଶୀଘ୍ର ପାର ସଦ୍ଗୁରୁଙ୍କର ଶରଣାପନ୍ନ ହୋଇ ନିଜକୁ ତାଙ୍କ ଶ୍ରୀଚରଣରେ ପୂର୍ଣ୍ଣ ସମର୍ପିତ କରି ଜୀବନକୁ ସରସ ସୁନ୍ଦର କରି ତୋଳ। ଏହି ହେଉଛି ଉଚିତ ସମୟ। ପୂର୍ବ ଜନ୍ମେ ତପ ବଳେ ମିଳିଥାନ୍ତି ଗୁରୁ, ତପସ୍ତର ସ୍ଥିର କରେ କିଏ ହେବେ ଗୁରୁ। ତେଣୁ ବନ୍ଧୁଗଣ, ଏଇ ଯେ ଧର୍ମବଳ ଆମକୁ କେଉଁଆଡ଼େ ଟାଣି ନିଏ, ତା ଆମର ଭକ୍ତି, ଶ୍ରଦ୍ଧା ଆଉ ସେଇ ପରମ ପିତାଙ୍କ ଉପରେ ଅଗାଢ଼ ବିଶ୍ୱାସ ହିଁ ଆମକୁ ମୁକ୍ତିପଥ ଆଡ଼କୁ ନେଇଯାଏ। ତେଣୁ ଆଜି ଆମେ ଶ୍ରୀ ଶ୍ରୀ ଠାକୁରଙ୍କୁ ପାଇ ସତରେ ଗର୍ବିତ। ଏହି ମାନବ ଜନ୍ମରେ ତାଙ୍କ ଶ୍ରୀଚରଣରେ ଆଶ୍ରିତ ହେବାର ଯେଉଁ ସୌଭାଗ୍ୟ ଆମେ ଅର୍ଜନ କରିଛୁ, ଏସବୁ ଜନ୍ମ ଜନ୍ମାନ୍ତରର ତପସ୍ୟାର ଫଳ ନୁହେଁ ତ ଆଉ କ'ଣ? ଏହା ବ୍ୟତୀତ ଆଉ କ'ଣ ହୋଇପାରେ? ବନ୍ଧୁଗଣ, ଆଜିର ଏହି ବିଷୟବସ୍ତୁଟି ଭଲ ଲାଗିଲେ ପ୍ରଥମେ ଲାଇକ୍ ଓ ସେୟାର କରିବା ସହିତ ସାଇଟ୍ରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, କାରଣ ଆମର ଯେପରି ଆଉ କୌଣସି ଭିଡ଼ିଓ ଆପଣଙ୍କ ପାଖରୁ ମିସ୍ ନ ହୁଏ। ଆଉ ଭକ୍ତିରେ ସମସ୍ତେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ ଜୟ ଗୁରୁ। ପ୍ରଭୁଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହୋଇ ସୁଖ ଶାନ୍ତି ସମୃଦ୍ଧିରେ ପରିବାର ପୁରି ଉଠୁ। ଆଜିର ବିଷୟବସ୍ତୁରେ ଏତିକି। ପୁଣି ଆଉ ଗୋଟିଏ ଏଇଭଳି ଅତି ଶିକ୍ଷଣୀୟ ସୁନ୍ଦର ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ।